नमो भगवते वासुदेवाय। श्रीमद्भागवत दशम स्कंध एकादश अध्याय। सुकवचन सुनी राये पढ़ई पुनः पुनः पाए। मन आनंदे नृपवर मुनि की बोलंती उत्तर। परीक्षित उवाच भूमुनि कुबेर कुमरे वृक्ष होइले गोपपुरे। कि दोष कले नारदरे साप पाइले कि पापरे। जाहांक देहे नाही रोष विशेषे गोविंदर दास। पितार दिगपाल पद अर्जिले अनेक संपद। एड़े अनीति आचरिले निर्गुण मुनि की चालिले। तेणु होइले वृक्ष दुई गोपनगरे बेनी भाई। से कथा कह मुनिवर निर्मल हेउ मो शरीर। मुनि बोलंती ताहा सुनी कृष्ण चरित मने गुणी। हरि हरि बोल। सुक उवाच नलकुबर मणिग्रीव तपे तोषिले सदाशिव। प्रसन्न होई उमाकांत बर जाचिले विश्वनाथ। शुणी सानंद बेनी भाई कहंती सिरे कर देई। आन संपदे कार्य नाही शुणी मा त्रैलोक्य गोसाई। सतेक यक्ष अपसरी आम्भे रमिबु बने हेरी। अस्तु बोइले शूल पाणी दैव मिलाइला आनी। कन्या समेते बेनी भाई मिलिले गंगा तीरे जाई। बारुणी मद्य कले पान भोले होइले हत ज्ञान। दैवे निदा घर काल डेई पशिले गंगा जल। वस्त्र पालटी वृक्ष तले कन्याए पशि गले जले। करंती नाना रंगे केली हास परिहास ढमाली। हेमंत समय नारद जानते करंती बीणा वाद्य। आश्रम नामे बदरिका तही की जाऊ छंती एका। हरि भक्ति हृदय ध्याई नाचंती बीणा वाद्य बाई। कन्याए नारदंकु देखी तक्षणे क्रीडांत उपेक्षी। जळु उत्तुरी जे झामते वस्त्र से पिंधिले तुरीते। भये कंपंती थर हर नपुण कोपे मुनिवर। लुचिले वृक्षंकर पछे नारद देखंती प्रत्यक्षे। जले क्रीडंती बेनी भाई देखिले कन्या मान नाही। भोले चाहंती दश दिगे वस्त्र ही नाही कटी भागे। मध्य अरुण बेनी आखी मुनि की चाहंती निरेखी। देखी नारद मुनिवर बीणा शबद कले स्थिर। कूले रहिले आड़ होई दयारे विचारंती चाही। एबेनी कुबेर नंदन मदे होइले हत ज्ञान। दैव कला यांकु नाश तेणु होइला बुद्धि भ्रंश। स्वभावे रजो गुण छंदे अज्ञान हेले मोह बंधे। केहा पारे आन करी जाबत थाई देह धरी। बहुत थाई जार धन बंधुरे सेही श्रेष्ठ जन। परर मणि जेहु हरे जे प्राणी मद्य पान करे। जुआ खेलंती भोल होई चोरी करंती लोभ बही। ऐश्वर्य मदर लक्षण त्रिविध अटे एहा जान। बहु स्त्री
ସଙ୍ଗ ସୁରାପାନ ଦ୍ୟୁତ କ୍ରୀଡ଼ାରେ ରସେ ମନ ଧିକ ଏ ଐଶ୍ୱର୍ଯ୍ୟ ଜାଣ ପରରେ ଦିଅନ୍ତି କଷଣ ଏକ ଆରେକେ ହିଂସା ବହି ନରକେ ପଡୁଥାନ୍ତି ଯାଇ ନଶ୍ୱର ଦେହ କୁଅଜର ଅମର ପରା କରି ସ୍ଥିର ଜୀବ ହିଂସନ୍ତି ଆନନ୍ଦରେ ଶୋଚନା ନଥାଇ ମନରେ ମାଂସ ଭକ୍ଷଣେ ପଶୁ ମାରେ ଯେ ଦୟା ଧର୍ମ ନ ବିଚାରେ ଦେହକୁ ବୋଲନ୍ତି ମୋହର ପାପକୁ ନାହିଁ ଯାର ଡର ଅଜ୍ଞାନ ମୋହେ ହନ୍ତି ମତ ନରକେ ପଡନ୍ତି ତୁରିତ ହରି ହରି ବୋଲ ଦେହରୁ ପ୍ରାଣ ଗଲେ ଛାଡ଼ି ରହଇ ମୃତ ପିଣ୍ଡ ପଡ଼ି ଭୂଦେବ ନର ଦେବ ହେଲେ ଅନ୍ତେ ଏ ନାଶ ଲଭେ ଭଲେ ଏ ଦେହୁ ଜୀବ ଯିବା କାଳେ ପଶଇ ଭସ୍ମ କୀଟ ମେଳେ ଏ ଦେହ ପାଇଁ ମାରେ ଜନ୍ତୁ ଅଜ୍ଞାନ ନରକର ହେତୁ ଜ୍ଞାନ ହୁଅଇ ଏତେ ଭ୍ରମ ଜନ୍ମ ମରଣେ ପଥ ଶ୍ରମ ଏ ଦେହ କହିବା କାହାର ମାତା ପିତା ବା ବନ୍ଧୁଙ୍କର କି ଅନ୍ନଦାତା କି ରାଜାର କି ଅଗ୍ନି ଶ୍ୱାନ ଶୃଗାଳର କିଅ ବା ନିଜର ଏ ଦେହ କେ ଏହା କରିବ ନିର୍ଣ୍ଣୟ ଅଥବା ବଳ ଅଛି ଯାର ତାହାର ଏଥେ ଅଧିକାର ଅବ୍ୟକ୍ତ ତହୁଁ ଜାତ ହୋଇ ପୁଣି ସେ ତହିଁରେ ମିଶଇ ଏ ଦେହ ପାଇଁ ଜନ୍ତୁ ମାରେ ମୂଢ଼ ନ ହେଲେ କେବା କରେ ସମ୍ପଦ ମଦେ ଯେହୁ ଅନ୍ଧ ସମ୍ପଦ ନାଶତା ଔଷଧ ଦରିଦ୍ର ପଣେ ଦୁଃଖ ପାଇ ଆତ୍ମାକୁ ଜଗତେ ଦେଖଇ କଣ୍ଟା ନ ବହେ ଯାଚରଣ ସେ କି ଜାଣଇ ସେ କଷଣ ସୁଖୀ ନ ଜାଣେ ପର ବ୍ୟଥା ଜୀବ ମାରଣେ ସାମରଥା ଯାହାର ଦେହେ କ୍ଷତ ହୋଇ ସେ ଜାଣେ ସୁଖ ଦୁଃଖ ଦୁଇ ଦରିଦ୍ର ଜନ କ୍ଲେଶ ପାଇ ଇନ୍ଦ୍ରିୟ ଭୋଗେ ନରସଇ କ୍ଷୁଧାରେ ଶୁଷ୍କ ଯା ଶରୀର ସେ କାହୁ ହିଂସିବ ଅପର ହରି ହରି ବୋଲ ଏଣୁ ଦୁଃଖୀର ଦୁଃଖ ପଣ ପରମ ତପସ୍ୟା ସମାନ ହରି ଭକତ ସାଧୁ ଜନ ସଙ୍ଗ ଲଭଇ ଅକିଞ୍ଚନ ସମମଣଇ ଦୁଃଖ ସୁଖେ ତାହାକୁ ନାରାୟଣ ରଖେ ଏତେ ବିଚାରି ମୁନିବର ଚଞ୍ଚଳ ଚିତ୍ତ କଲେ ସ୍ଥିର ବୋଲନ୍ତି ଦୟା ଭାବ ଚିତ୍ତେ ନାଶ ଏ ଜୀବ ଏହି ମତେ ଦଇବେ ଗର୍ବ ଏହାଙ୍କର ଅଜ୍ଞାନ ସଂସାର ବେଭାର ମାଗିଲେ ସତେ କନ୍ୟାରତି ଏ ମୂଢ଼େ କିଛି ନ ଜାଣନ୍ତି ଭୋଳ ହୋଇଲେ ମଦ୍ୟ ଖାଇ ଏବେ ତରିବେ ବେନି ଭାଇ ଦେହକୁ ନ ଜାଣନ୍ତି ଭୋଳେ ବୃକ୍ଷ ହୋଇବେ କତୁଲେ କୋପେ ବୋଲନ୍ତି ମୁନିବର ଶୁଣ ହେ କୁବେର କୁମର ଅର୍ଜୁନ ବୃକ୍ଷ ରୂପ ହୋଇ କାଳ ବଞ୍ଚିବ ବେନି ଭାଇ ମୋତେ ଯେ ନ ଚିହ୍ନିଲ ବ୍ରହ୍ମ ତେଣୁ ହୋଇବ ଉଚ୍ଚ ଦ୍ରୁମ ଏତେ ବୋଲିଣ ମୁନି ଗଲେ କନ୍ୟାଏ ତାହାଙ୍କୁ କହିଲେ ସାପ ବିହିଲେ ମହାରୁଷି ବୋଇଲେ ସ୍ଥାବର ହୁଅସି ଶୁଣି କମ୍ପିଲେ ଭାଇ ବେନି ଯାଇ ଭେଟିଲେ ବ୍ରହ୍ମ ମୁନି ପାଦେ ପଡ଼ିଣ ମାଗି ଗତି ବୋଇଲେ ଶୁଣ ବ୍ରହ୍ମ ଯତି ଆମ୍ଭର ମତି ଭୋଳ ପଣେ ଗର୍ବ ବହିଲୁ ଅକାରଣେ।
ଅମୋଘ ବଚନ ଏ ତୋର ବ୍ୟର୍ଥ ନୁହେଁ ମୁନିବର ଉତ୍ତମ କୂଳେ ହୋଇ ଜନ୍ମ କଲୁ ଯେ ପାପ ନୀତିମାନ ଏମନ୍ତେ କାନ୍ଦି ଉଚ୍ଚ ସ୍ୱରେ ବୋଲନ୍ତି କୁବେର କୁମରେ ବିକଳ ଦେଖି ବ୍ରହ୍ମ ଋଷି ବୋଇଲେ ବଚନ ଆଶ୍ୱାସୀ ହରି ହରି ବୋଲ ଆମ୍ଭ ବଚନ ମିଥ୍ୟା ନହି ବୃକ୍ଷ ହୋଇବ ବେନି ଭାଇ ନନ୍ଦ ବର ଯେ ଦେହ ଧରି ବୃକ୍ଷ ହୋଇବ ମର୍ତ୍ତ୍ୟପୁରୀ ଅଷ୍ଟାବିଂଶତି ଦ୍ୱାପରେଣ ଜନ୍ମ ଲଭିବେ ନାରାୟଣ ବିଷ୍ଣୁର ଦିବ୍ୟ ରୂପ ଚାହିଁ ସ୍ୱର୍ଗେ ଆସିବ ବେନି ଭାଇ ଯହୁଁ କରୁଣାଶୂଳ ପାଣି ସତେକ କନ୍ୟା ଦେଲେ ଆଣି ତୁମ୍ଭର ସାପ ମୋକ୍ଷ ଯାଏ ଏମାନେ ଥିବେ ସେହି ଠାଏ ଈଶ୍ୱର ବର ନୋହେ ଆନ ଆସିରମିବ କନ୍ୟାମାନ ଅର୍ଜୁନ ବୃକ୍ଷ ରୂପ ହୋଇ ଗୋପେ ଜନମ ବେନି ଭାଇ ସତେ ବରଷ ଦେବ ମତେ କୃଷ୍ଣଙ୍କୁ ଭେଟ ସାପ ଅନ୍ତେ ଭକତି ହେଉ କୃଷ୍ଣ ପାଦେ ସାପୁ ତରିବ ଅପ୍ରମାଦେ ମୁନି ସାପରେ ବେନି ଭାଇ ବୃକ୍ଷ ହୋଇଲେ ଗୋପେ ଯାଇ ଶୁଣ ପାଣ୍ଡବ ଚୂଡ଼ାମଣି ରୋଳ ଟାଣିଲେ ଚକ୍ର ପାଣି ବୃକ୍ଷରେ ଦେଇ ବେନି ହସ୍ତ ମନେ ଚିନ୍ତନ୍ତି ଗୋପୀନାଥ ନାରଦ ବଚନ ମୋହର ପାଳିବା ଉଚିତ ବେଭାର ଦାସ ବତ୍ସଳ ବ୍ରହ୍ମରାଶି ବୃକ୍ଷଙ୍କ ମଧ୍ୟେ ଗଲେ ପଶି ରୋଳ ଲାଗନ୍ତେ ବେନି ବୃକ୍ଷେ ଗୋବିନ୍ଦ ଟାଣିଲେ ପ୍ରତ୍ୟକ୍ଷେ ଉପୁଡ଼ି ଗଲା ବେନି ମୂଳ ପଡ଼ି କମ୍ପିଲେ ପତ୍ର ଡାଳ ଶବଦ ମେଘ ଘଡ଼ ଘଡ଼ି ପଡ଼ିଲେ କୃଷ୍ଣ ଦେହ ଛାଡ଼ି ଦେହ ଲାଗନ୍ତେ ଭାବଗ୍ରାହୀ ବାହାର ହେଲେ ବେନି ଭାଇ ଅନଳ ପ୍ରାୟ ତେଜ ରାଶି ଗଞ୍ଜନ୍ତି ଦିବା କର ଶଶି କୃଷ୍ଣଙ୍କୁ ଦେଖିବେନି ଭାଇ ଚରଣେ ଶିର ଦେଲେ ନେଇ ଚିତ୍ତନି ବେଶୀ ପଦ୍ମ ପାଦେ ବୋଲନ୍ତି ଶୋକ ଗଦ ଗଦେ କୃଷ୍ଣ ପରମାନନ୍ଦ ହରି ପରମ ପୁରୁଷ ମୁରାରି ଲୀଳାଏ କରି ବିଶ୍ୱମାୟା ଭକ୍ତ ଜନରେ କରୁ ଦୟା ତୋହର ରୂପ ଗୁଣ ଯେତେ ବିପ୍ରେ ଜାଣନ୍ତି ବେଦ ମତେ ପୃଥିବୀ ଆଦି ପଞ୍ଚଭୂତ ମନ ଇନ୍ଦ୍ରିୟ ଆତ୍ମତତ୍ଵ କାଳ ସ୍ୱଭାବେ ଜନ୍ମ ମୃତ୍ୟୁ ଜୀବ ପରମ ଆତ୍ମା ହେତୁ ଭକତ ଜନ ନିସ୍ତାରଣେ ଶରୀର ବହୁ କାରଣେ ତୁ ନାଥ ପରମ ମଙ୍ଗଳ ତ୍ରାହି କରିବା ଆଦି ମୂଳ ଅଷ୍ଟାଙ୍ଗ ଯୋଗ ଧ୍ୟାନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ନାରଦ ଭେଟିବାର ଫଳେ ତୋତେ ଦେଖିଲୁ ଚର୍ମ ଡୋଳେ ଚକ୍ଷୁଶ୍ରବଣ ବୁଦ୍ଧି ଶିର ମନ ବଚନ ବେନି କର ତୋହର ପାଦେ ନିତ୍ୟ ଥାଉ ତୋ ନାମ ଧରି ଦିନ ଯାଉ ଅନେକ ଜନ୍ମେ ତପ କରି ତୋତେ ଭେଟିଲୁ ନର ହରି ତୋର ସେବକ ମିତ୍ର ପଣେ ଖଟିବୁ ତୋହର ଚରଣେ ଏମନ୍ତେ ବେନି କର ଯୋଡ଼ି ଆଜ୍ଞା ମାଗିଲେ ପାଏ ପଡ଼ି ହସି ବୋଲନ୍ତି ଭାବଗ୍ରାହୀ ସାଧୁଙ୍କ ସଙ୍ଗ ଫଳ ଏହି ନାରଦ ଭେଟିବାର ଫଳୁ ହେଳେ ତରିଲ ଭବ ଜଳୁ ମୋହର ପାଦେ ଯାର ମନ ମୋ ନାମ କରନ୍ତି କୀର୍ତ୍ତନ ପରେ କରନ୍ତି ଦୟା ଚିତ୍ତ ମାୟାରେ ନୁହନ୍ତି ମୋହିତ ଏହାଙ୍କ ଦର୍ଶନ ପାଇ ପାପ ତାହାଙ୍କୁ ନ ଲାଗଇ ଶୁଣ ହେ କୁବେର କୁମରେ ନିଶ୍ଚିନ୍ତେ ଯାଅ ନିଜ ପୁରେ ଭକତି କରି ମୋର ପାଦେ ମୋତେ ପାଇବ ଅପ୍ରମାଦେ କୃଷ୍ଣ ବଚନ ଶିରେ ଧରି ଉତ୍ତର ପଥେ ଗଲେ ଚଳି ଭକ୍ତ ବତ୍ସଳ ପିତବାସ କ୍ଷମା କରିବ ମୋର ଦୋଷ ସେ ହରି ଚରଣେ ବିଶ୍ୱାସ
कहई जगन्नाथ दास भावे से हरि चरणे विश्वास भावे कहई जगन्नाथ दास। हरि हरि बोल। इति श्रीमद्भागवते महापुराणे पारमहंस्यां संहितायां दशमस्कन्धे पूर्वार्धे नारद शापो जामलार्जुन मोक्षणे नाम 11 अध्याय।